କ'ଣ ପାଇଁ ମିଳିଲାନି ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା? କାଲି ମିଳିବ କି ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା? ଜାଣିବା ପାଇଁ ଭିଡ଼ିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ବର୍ତ୍ତମାନ ସରକାରଙ୍କର ଯେଉଁ ଅପଡେଟ୍ ଆସିଥିଲା କି ନୂଆ ବର୍ଷରେ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟର ଟଙ୍କା ସମସ୍ତ ମାଆମାନଙ୍କୁ ଦିଆଯିବ, କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ବି ଆକାଉଣ୍ଟକୁ ଟଙ୍କାଟିଏ ମଧ୍ୟ ସରକାର ଦେଇନାହାନ୍ତି। କାହିଁକି ଦେଇନାହାନ୍ତି? ଦେଖନ୍ତୁ, ନୂଆ ବର୍ଷରେ ସମସ୍ତ ମାଆମାନଙ୍କୁ ଦେବାରେ ଥିଲା ସୁଭଦ୍ରା ଯୋଜନାର ଟଙ୍କା। ବର୍ତ୍ତମାନ କ'ଣ ପାଇଁ ସେ ସୁଭଦ୍ରା ଯୋଜନାର ଟଙ୍କା ଦେଇନାହାନ୍ତି? ଦେଖନ୍ତୁ, ଯେତେବେଳେ ନୂଆ ବର୍ଷ କହିଥିଲେ ନୂଆ ବର୍ଷରେ ସୁଭଦ୍ରା ଯୋଜନା ଟଙ୍କା ଦେବା, କିନ୍ତୁ ଆପଣମାନେ ଭୁଲ ଧାରଣାରେ ବସିଛନ୍ତି କି ଜାନୁଆରୀ 1ରେ ମିଳିବ, 2ରେ ମିଳିବ, 3ରେ ମିଳିବ ଟଙ୍କା, କିନ୍ତୁ କେଉଁ ତାରିଖରେ ମିଳିବ? ଦେଖନ୍ତୁ, ସୁଭଦ୍ରା ଯୋଜନାର ଯାହାକି ମୁଁ ପଚାରିଲି ଅଫିସରେ ଯାଇକି, ସେ ମୋତେ କହିଲେ ଯାହାକି ପ୍ରଥମ ସପ୍ତାହ କିମ୍ବା ସେକେଣ୍ଡ ୱିକ୍ କିମ୍ବା ଥାର୍ଡ଼ ସପ୍ତାହ, ଏଇ 3 ସପ୍ତାହ ଭିତରେ ହିଁ ସୁଭଦ୍ରା ଯୋଜନାର ଟଙ୍କା ଦିଆଯିବ, କିନ୍ତୁ କୌଣସି ବି ପର୍ଟିକୁଲାର ଡେଟ୍ କହିନାହାନ୍ତି। କିନ୍ତୁ ଅଫିସର ଜଣକ ମୋତେ କହିଲେ କି 17 ତାରିଖ ପାଖାପାଖି ହିଁ ଦିଆଯାଇପାରେ ସୁଭଦ୍ରା ଯୋଜନା ଟଙ୍କା, କି ଜାନୁଆରୀ 17 ତାରିଖ ଭିତରେ ହିଁ ଦିଆଯିବ ସୁଭଦ୍ରା ଯୋଜନା ଟଙ୍କା। ମାନେ 5,000 ଟଙ୍କା ପାଉଥିଲେ ସେମାନେ ହିଁ ବର୍ତ୍ତମାନ ଦେଲେ ହିଁ 5,000 ଟଙ୍କା ପାଇବେ। ଯେଉଁମାନେ 10,000 ଟଙ୍କା ପାଇବେ, ଦେଖନ୍ତୁ କେଉଁମାନେ 10,000 ଟଙ୍କା ପାଇବେ? ଯେଉଁମାନେ କି ବର୍ତ୍ତମାନ ଆପ୍ଲାଏ କରୁଛନ୍ତି ଏଇ 2025ରେ, ସେମାନେ ଆପ୍ଲାଏ କରିଥିଲେ ଲାଷ୍ଟ ଡିସେମ୍ବର ଲାଷ୍ଟରେ, ଯେଉଁମାନେ କି ଆପ୍ଲାଏ କରିଥିଲେ ନୂଆ ସୁଭଦ୍ରା ପାଇଁ, ସେମାନେ ବର୍ତ୍ତମାନ ପାଇବାକୁ ଯାଉଛନ୍ତି ଏକାବେଳେ 2ଟି କିସ୍ତି ମିଳିବ, ଯାହାକି 10,000 ଟଙ୍କା ସେମାନେ ଏକାଥରେ ପାଇପାରିବେ। ବାକି ରହିଲା ଯେଉଁମାନେ ଆଗରୁ ଆପ୍ଲାଏ କରିଥିଲେ କିନ୍ତୁ ତାଙ୍କର ଆଧାର ସହିତ ଡିଭିଟି ଲିଙ୍କ ନଥିଲା, ସେମାନେ ପାଇବେ 20,000 ଟଙ୍କା, ଯାହାକି ତାଙ୍କର 4ଟି ଯାକ କିସ୍ତିର ଏକାବେଳେ ଟଙ୍କା ସେମାନେ ପାଇପାରିବେ। ଯଦି ଆପଣଙ୍କୁ ଇନଫର୍ମେସନ୍ଟି ଭଲ ଲାଗିଲା ତାହେଲେ ଆପଣମାନେ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ।